ବାଲେଶ୍ୱର ଟାଉନରେ ମୋର ଶାଶୁଘର ସାଇଡ଼ରେ ବି ଆଉ ମୋ ଘର ସାଇଡ଼ରେ ବି ବହୁତ ବନ୍ଧୁବାନ୍ଧବ ଅଛନ୍ତି। ମାନେ ମାଉସୀ ଶାଶୁ 2 ଜଣ, ମଳାଶୁର ଜଣେ, ଜଣେ ନଣନ୍ଦ ରହୁଛନ୍ତି। ତାଙ୍କୁ ଛାଡ଼ିକି ମୋ ନିଜ ମାଉସୀ ଏଇଠି ରହୁଛନ୍ତି ବାଲେଶ୍ୱରରେ। ଆଉ ମୋ ମାମୁଁ ଝିଅ ବି ଏଇଠି ହଷ୍ଟେଲରେ ରହୁଛି, ପଢ଼ୁଛି ସେ। ତ ମୁଁ ଯେଉଁ ଆସିଥିଲି ଦିଅରଙ୍କ ବାହାଘରକୁ, ବାହାଘର ପରଦିନଟା କିଛି କାମ ନଥିଲା। ଆମେ ରାତିଯାକ ବାହାଘରରେ ଥିଲୁ, ତ ଆସିକି ଦିନରେ ଟିକେ ଶୋଇପଡ଼ିଥିଲୁ। ଉପରଓଳି ଟାଇମରେ ଟିକେ ଫାଙ୍କା ଥିଲି, କହିଲି ଆସିକି ଏଠି 5-6 ଦିନ ରହିଲି ଯେତେବେଳେ ଯାଉଛି ଟିକେ ମୋ ମାଉସୀଙ୍କୁ ଦେଖା କରିକି ଆସିବି। ତ ଇଏ ତାଙ୍କର ଶୋଇଥିଲେ, ଇଏ ଆଉ ଆସିଲେନି। ମାମୁଁ ଝିଅଙ୍କୁ ଫୋନ୍ କରିଥିଲି, ସିଏ ତାର ଆସିଲା ମାଉସୀଙ୍କ ଘର ପାଖକୁ। ସେଇଠୁ ମୋ ଭଉଣୀ, ମୁଁ ଆଉ ମୋ ପୁଅ ଆମେ 3 ଜଣ ଆସିକି ମୋ ମାଉସୀଙ୍କ ଘରେ ପହଞ୍ଚିଲୁ। ଆଉ ମାଉସୀଙ୍କ ଘରୁ ପହଞ୍ଚୁ ପହଞ୍ଚୁ ମାଉସୀ ଆସିଥିଲେ ଛାତ ଉପରକୁ ପୋଦିନା ପତ୍ର ଆଉ ଧନିଆ ପତ୍ର ନେବା ପାଇଁକି। ଆସିକି ମାଉସୀ ଛାତ ଉପରେ କେତେ ପ୍ରକାର ଗଛ ଲଗେଇଛନ୍ତି ସେଗୁଡ଼ା ସବୁ ଦେଖାଉଥିଲେ। ଆମ୍ବ ଗଛ ପାଖରୁ ଷ୍ଟାର୍ଟ କରିକି ପିଜୁଳି ଗଛ ପାଖରୁ ଫୁଲ ଗଛ ସବୁ, ମାନେ ପ୍ରାୟ ଗଛ ଅଛି ଛାତ ଉପରେ। ସେ ସବୁ ବଢ଼ିଆ, ତାଙ୍କର ନିଜ ଘର ଯେହେତୁ ସେଥିପାଇଁ ଛାତ ଉପରେ ସେ ପୁରା ଗାର୍ଡ଼େନ ବନେଇ ଦେଇଛନ୍ତି। ତ ଏଇଠି ମାଉସୀ ପୁତୁରାଙ୍କର କ୍ରିକେଟ ଖେଳ ଚାଲିଥିଲା। ସେଇଟା ବି ବାଉଁଶ ବତା ଆଉ ଗୋଟେ ମାଟି ଚେକା କି ତାର ନଡ଼ିଆ ଫଳ କେଜାଣି ସେଇଥିରେ ଖେଳ ହେଉଥିଲା। କାଲି ରାତିରେ ଯେଉଁ ଅନିଦ୍ରା ଥିଲି ସେ ନିଶାଟା ମୋର ଏତେ ପର୍ଯ୍ୟନ୍ତ ଛାଡ଼ି ନଥିଲା, ଖାଲି ମାନ୍ଦା ମାନ୍ଦା ଲାଗୁଥିଲା। ତ ଆସିଲା ପରେ ମାଉସୀ କହିଲେ, ତୁ କ'ଣ ଖାଲି ଢୁଳେଇ ଢୁଳେଇ ହେଉଛୁ, ତୁ ଆଗ ଟିକେ ଚା ପିଇଦେ, ତାହେଲେ ଫ୍ରେଶ୍ ଲାଗିବ। ସତ ବି ମାଉସୀ ଗୋଟେ ବଢ଼ିଆ ଚା ବନେଇକି ଦେଲେ। ଚା ପିଇ ସାରିଲା ପରେ ପୁରା ଟିକେ ଫ୍ରି ଲାଗିଲା। ତାପରେ ଏଇଠି ମାଉସୀ ଆଉ ମୋ ଭଉଣୀ 2 ଜଣ ଲାଗି ପଡ଼ିଥିଲେ ଗୁପଚୁପ୍ ବନେଇବାରେ। ଯେଉଁ କିଣା ଗୁପଚୁପ୍ ଆସେ ତାକୁ ଛାଣି ଦେଇକି ଏଠି ଆଳୁ ଆଉ ଖଟା ପାଣି ମୋ ଭଉଣୀ ତାର ବନେଇଲା। ଆଉ ଏଇ ଗୁପଚୁପ୍ରେ ଧନିଆ ପତ୍ର ଆଉ ପୁଦିନା ପତ୍ର ପଡ଼ିବ ବୋଲି ଛାତ ଉପରକୁ ମାଉସୀ ଯାଇଥିଲେ ସେ ପତ୍ର ଆଣିବା ପାଇଁକି। ତାପରେ ଆମର ଏଇଠି ଗୋଟେ ଛୋଟିଆ ଗୁପଚୁପ୍ ପାଟିଟେ ହେଇଗଲା। ବାହାଘରେ ଖାଇବା ଶାନ୍ତିଠୁ ଏ ଗୁପଚୁପ୍ ଖାଇବାରେ ଯେଉଁ ଶାନ୍ତି, ଯେଉଁଟା ଗୁପଚୁପ୍ ଖାଇବାକୁ ଯେଉଁମାନେ ଭଲ ପାଉଥିବେ ସେଇମାନେ ହିଁ କେବଳ ରିଲେଟ୍ କରିପାରିବେ। ଆଉ ଯେଉଁ କୁହନ୍ତିନି ମା ପରେ ମାଉସୀ, ଯେଉଁ ଗୋଟେ କଥାରେ କୁହନ୍ତି, ଇଏ ହେଉଛନ୍ତି ମୋର ନିଜ ସାନ ମାଉସୀ। ତ ମାଉସୀ କ'ଣ କରିଥିଲେ, ଆଉ ମାନେ ତାଙ୍କ ଉପରକୁ ମାଉସୀ ସିଏ ଆସିଥିଲେ ବାଲେଶ୍ୱର 2 ଦିନ ତଳେ। ତ ସିଏ ଏଇ ପୁର ପିଠା ନେଇକି ଆସିଥିଲେ। ତ ମାଉସୀ ତାକୁ ଫ୍ରିଜରେ ରଖିଥିଲେ, ସାଙ୍ଗେ ସାଙ୍ଗେ ଗରମ କରିଥିଲେ। ମୁଁ ଗୁପଚୁପ୍ ଖାଇଲି, ସାଙ୍ଗେ ସାଙ୍ଗେ ମାଉସୀ କହୁଛନ୍ତି ଟିକେ ପିଠା ଖାଇଦେ। ତ ମାଉସୀ ପିଠା ଆଣିଥିଲା, ପିଠା ଅଛି, ମୁଁ ଟିକେ ସେଥିରୁ ବି ପିଠା ଟିକେ ଖାଇଦେଲି। ତାପରେ ଆହୁରି ଦଉଳା କଷା ଆଳୁଦମ ଥିଲା। ମୁଁ କହିଲି ନା, ଆଉ ମୋ ପେଟରେ ଜାଗା ନାହିଁ, ମୁଁ ଆଉ ଖାଇପାରିବିନି। ଆମେ ଏଠି ଖାଇ ଖାଇକି ମାଉସୀଙ୍କ ଝିଅ ସହିତ ଟିକେ ଫୋନରେ କଥା ହେଉଥିଲୁ। ମୋ ପୁଅ ତାର ସେପଟେ ତା ଅଜା ସହିତ କ'ଣ ଗପର ହେଉଥିଲା ସେଇ ଜାଣିଛି। ତା ଖାଇ ପିଇ ସାରିଲା ପରେ ମାଉସୀ ମଉସା ଅଟକାଉଥିଲେ, କିନ୍ତୁ ମୁଁ ରହିଲିନି, ଆମେ ପଳେଇ ଆସିଲେ। ତ ମାଉସୀ ଆସିକି ମାମୁଁ ଝିଅକୁ ତା ହଷ୍ଟେଲରେ ଛାଡ଼ିଲେ ଆଗେ, ତାପରେ ଆମ ମା ପୁଅଙ୍କୁ ଆଣିକି ଏଇଠି ଛାଡ଼ିକି ଗଲେ। ମାଉସୀଙ୍କି ବି ମୋ ଦିଅର ବାହାଘରରେ ଯେଉଁ ରିସେପସନ୍ ଦିନ ନିମନ୍ତ୍ରଣ ହେଇଛି, ତ ସେମାନେ ଆସିବେ ରିସେପସନ୍ ଦିନକୁ, ପୁଣି ଦେଖାହେବ। ତ ଆସିଥିଲି ଯେତେବେଳେ ମାଉସୀଙ୍କ ଘରେ ଯାଇକି ଟିକେ ବୁଲି ବି ଆସିଲି। ସନ୍ଧ୍ୟାବେଳେ ଟିକେ ଟାଇମ୍ ବି ପାସ୍ ହେଇଗଲା, ଭଲ ବି ଲାଗିଲା। ତ ବାସ୍ ଆଜିର ଭିଡ଼ିଓଟା ଏତିକି। ପୁଣି ଦେଖାହେବ ଗୋଟେ ନେକ୍ସଟ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ବାଏ ବାଏ, ଟେକ୍ କେୟାର, ଜୟ ଜଗନ୍ନାଥ।